ଯେ ଖାଦ୍ୟପେୟର ସେମିତିଆ କିଛି ନୀତି ନିୟମ ନାହିଁ? ନା ନା ସବୁଥିର ନୀତି ନିୟମ ଅଛି ଯେ ଗୋଟେ କଥା ଶୁଣ, ଆମେ ଯେତେବେଳେ ସ୍କୁଲରେ ପାଠ ପଢୁଛନ୍ତି ଆଜ୍ଞା ସେତେବେଳେ ଆମକୁ ବହୁତ ନିୟମ ମାନିବା ପାଇଁ ପଡୁଛି। ଭୋରୁ ଆଜ୍ଞା ଉଠୁଛନ୍ତି, ପାଠ ପଢୁଛନ୍ତି, 9ଟା ବେଳେ ପୁଣି ଗାଧୋଇ ଖାଇକି ସ୍କୁଲ ଯାଉଛନ୍ତି, ପୁଣି 4ଟା ବେଳେ ଆସୁଛନ୍ତି, ପୁଣି ସଞ୍ଜବେଳେ ପଢୁଛନ୍ତି, ଟ୍ୟୁସନ ଯାଉଛନ୍ତି, ସବୁ ନିୟମ ନା ନାହିଁ? ଆଜ୍ଞା କିନ୍ତୁ ଯେତେବେଳେ ମୁଁ ପାସ୍ କରିଗଲି ମୋର ଆଉ କଣ ଦରକାର ସେ ନିୟମ? ଆଜ୍ଞା ସେଇଭଳି ପ୍ରକାରର ଆମର କିଛି ଗୋଟେ ଲିମିଟ ଟାଇମ ଅଛି, ଯୋଉ ଟାଇମରେ ସେଗୁଡା ସବୁ ଦରକାର ପଡେ। ଆଜ୍ଞା ଆଚ୍ଛା, ଯଦି ସେଗୁଡା ଦରକାର ପଡେ ସେଇ ଟାଇମଟା ଚାଲିଗଲେ ପରେ ଆଉ ଦରକାର ନାହିଁ। କିନ୍ତୁ ଆଜ୍ଞା ଗୋଟିଏ କଥା ହଉଛି, ସଂସାରୀ ଲୋକ ସେମାନେ ସମସ୍ତେ ସାଧନା କରିପାରିବେନି। ଆଜ୍ଞା ଯଦି ସାଧନା ନ କରିପାରିବେ ତାହେଲେ ସେମାନେ କେମିତି ଉଦ୍ଧାର ପାଇବେ? ନା ତାଙ୍କ ଆଜ୍ଞା ପାଇଁ ହଉଛି ସରଳ ସୂତ୍ର, ଯୋଉମାନେ ସବୁ ସାଧନା କରିଛନ୍ତି, ଯୋଉମାନେ ସବୁ ସଦ୍ଗୁରୁ ଦତ୍ତ ଜିନିଷ ପାଇଛନ୍ତି, ଯୋଉ ସଦ୍ଗୁରୁ ଯୋଉମାନେ ହେଇଛନ୍ତି, ସେମାନେ ସବୁ ସାଧନା କରିକି ଆମମାନଙ୍କ ପାଇଁ ସରଳ ସୂତ୍ର ଏବଂ ସରଳ କଥା କରି ଯାଇଛନ୍ତି। ସଂସାର ଆଜ୍ଞା ଲୋକମାନେ ବିନା ସାଧନାରେ ମଧ୍ୟ ସେ ଜିନିଷକୁ ଯଦି ଅନୁସରଣ କରିବେ, ସେ କିଛି ଦରକାର ନାହିଁ, ସେମାନେ ଉର୍ଦ୍ଧ୍ୱକୁ ପଳେଇ ଯାଇଛନ୍ତି। ଆଜ୍ଞା ତେଣୁ ଏଇ ହଉଛି କଥା, ଯଦି କେହି ସାଧନା କରିକି ଉପରକୁ ଯିବା ପାଇଁ ଚାହିଁବ ସେ କରିବ। ଆଜ୍ଞା ଆଉ ଯଦି ତା ନୁହେଁ ଖାଲି ନାମ ସ୍ମରଣ କରିକି ମଧ୍ୟ ସରଳ ବାଟ ଅଛି, ବହୁତ ଆଜ୍ଞା ସରଳ ବାଟରେ ଆମେ ଯାଇପାରିବା। ସେଇ ଆମେ ତ ସଂସାରିକ ଲୋକ, ତଥାପି ମୋର ଖାଦ୍ୟପେୟ ଅତି ସାଧାରଣ। ହଁ ଏବଂ ମାନେ ମୁଁ ଘରୋଇ ଯେହେତୁ ରହିଛି, ଆମର ଘରେ ଆମିଷ ହୁଏନି, କେବଳ ପିଆଜ ରସୁଣ ଚାଲେ। ଆଉ ଆମିଷ ନା ସେଇଟା ଠିକ, ଆମିଷ ନ କରିବା ଠିକ ନୁହେଁ। ପିଆଜ ରସୁଣ ଆଜ୍ଞା ସେମିତି ଖଣ୍ଡେ ହଉ, କଣ କରିବ, କିଛି ଅସୁବିଧା ନାହିଁ। ତମେ ଯୋଉଥିରେ ରହିଛ ଭଲରେ ଅଛ, କିଛି ଅସୁବିଧା ନାହିଁ। ସେଇଥିରେ ଆଜ୍ଞା ସବୁ କାମ ବି କରିପାରିବ, କିଛି ଠିକ ଅଛି। ତେଣୁ ନିଶ୍ଚିତ ଭାବରେ ମୁଁ ତ ଯିବି। ଆଉ ଯିବା ପୂର୍ବରୁ ମୋର ଗୋଟେ କଥା, ତା ହୁଁ ପୂର୍ବରୁ ଟିକେ କେମିତିକା ଆମେ ଟିକେ ଭଜନ ପ୍ରାର୍ଥନା କରିପାରିବା, ଟିକେ ଆମକୁ ବତେଇ ଦିଅନ୍ତୁ ଟିକେ। ହଁ, ଆସିବା ପୂର୍ବରୁ ଭଜନ ପ୍ରାର୍ଥନା କରିବା ପାଇଁ ହେଲେ ମୁଁ କେବଳ ଆମରି ଗୁରୁଙ୍କ କଥା କହିବି, ହେଲା। ଆଜ୍ଞା ତମେ ଯଦି ଆସିବା ପୂର୍ବରୁ ଭଜନ କୀର୍ତ୍ତନ କରିବ, ଓମ୍ କ୍ଲିଂ ଦୟାନିଧି ପରମହଂସାୟ ନମଃ। ଟିକେ ଲେଖିକି ରଖିବ, ଓମ୍ କ୍ଲିଂ ଦୟାନିଧି ଦୟାନିଧି ପରମହଂସାୟ ପରମହଂସାୟ ନମଃ। ନମଃ। ଆଜ୍ଞା ବାସ୍, ଏଇଟାକୁ ଚିନ୍ତା କରିକି ଦୟାନିଧି ପରମହଂସକୁ ତମେ ସ୍ମରଣ କର, ଜପ କର। ଦେଖିବ ତାଙ୍କର ବି ଆଶୀର୍ବାଦ ଥିଲେ ତମେ ବି ଯାଇକି ତମ ପାଖରେ ସେ ପହଞ୍ଚିଯିବେ ଯାଇକି। ଆଜ୍ଞା, ଏଟା ବି ତ ଠିକ କଥା। ଆପରେ ବାବା ମୁଁ ଆଗରୁ ଆଉ ଗୋଟେ ନମ୍ବର ଫୋନ କରିଥିଲି, ସେଟାରେ ବାଲାନ୍ସ ନାହିଁ, ଏଇ ନମ୍ବର ହିଁ କରିଛି। ହଁ ମୁଁ ପଚାରିଥିଲି ଯେ ରାମ ଆଉ କୃଷ୍ଣଙ୍କ କଥା, ଆପଣ କହିଥିଲେ ତୁ ମାନେ ରାମାୟଣ ଆଉ ମହାଭାରତ ପଢିଛୁ ନା ନାହିଁ? ମୁଁ କହିଲି ମୁଁ ପଢିନି, ନା ତୁ ପଢ। କିନ୍ତୁ ମୁଁ ଜାଣିବା ପାଇଁ ଚାହୁଁଥିଲି ଯେ ଦଶରଥଙ୍କ କଥା, ଦଶରଥ ପୁତ୍ର ରାମ କଥା। ଆଜି ସେଇ ପ୍ରବଚନ ଟା ମୁଁ ଦେଖୁଥିଲି, ହଁ ସେଇଟାରେ ଆପଣ ଯୋଉ ବର୍ଣ୍ଣନା କରୁଛନ୍ତି, ବହୁତ ବଢିଆ ବର୍ଣ୍ଣନା। ମୁଁ ବୁଝିପାରିଲି ସେଇ ଜିନିଷଟା। ଦଶରଥ ପ୍ରକୃତରେ କେମିତି କହିଛି ଜାଣିଛ ତ? ଆଜ୍ଞା ଆଜ୍ଞା ଦଶରଥ 10 ପ୍ରଣବକୁ କୁହାଯାଏ, ସେଇଟା ଛାଡିଥିଲି ନା। ହଁ, ସେଟା ମୁଁ ଦେଖିଥିଲି। ହଁ, ଗୋଟେ କଥା ହଉଛି କେତେବେଳେ କଣ ମୁଣ୍ଡରେ ପଶି ଯାଉଛି, ବୁଝିଲ ନା। ଆଜ୍ଞା ସବୁବେଳେ ସବୁ କଥା ମନ ଭିତରକୁ ଆସେ ନାହିଁ। ତମେ ଆଜ୍ଞା ରୀତିମତ ଦେଖ, ତମ ପ୍ରଶ୍ନର ଉତ୍ତର ସବୁ ପାଇଯିବ ତା ଭିତରେ। ନା, ଆପଣ ତ ପୁରା ନିରାଟ ଦିବ୍ୟ ବାଣୀ କଥା କହୁଛନ୍ତି, ଯେମିତିକା ମାନେ ଭଗବାନ ଆପଣଙ୍କୁ କହିଦଉଛନ୍ତି, ଆପଣ କହିଦଉଛନ୍ତି। ସେ ତ ମାନେ ଏତେ କହିଦଉଛନ୍ତି ପୁରା। ମତେ ଗୁରୁଙ୍କ ଆଶୀର୍ବାଦ ଅଛି, ଗୁରୁ କହିଛନ୍ତି, କହିଲେ ତମକୁ ଯିଏ ଯାହା ପ୍ରଶ୍ନ ପଚାରିବେ ମୁଁ ଭିତରେ ଥାଇକି କହିଦେମି। ଆଜ୍ଞା, ବହୁତ ସୁନ୍ଦର କଥା। ଏଇଗୁଡା ହିଁ ଶୁଣିବା ଦରକାର। ଆଉ ୟୁଟ୍ୟୁବରେ ତ ଦୁନିଆ ଯାତ୍ରା କରୁଛନ୍ତି, ସେ ଅଗିଗର ସିଏ ସଗିଗର, ସେଗୁଡା ମତେ ପସନ୍ଦ ଲାଗେନି। ଶାସ୍ତ୍ରୀୟ ଜ୍ଞାନ ହେନ ତେନ ସେଗୁଡ଼ା ଅନୁଭବର କଥା। ଜଣେ ପ୍ରଶ୍ନ ଆଜ୍ଞା ପଚାରିଲା, ଆମ ଅନୁଭବରେ କଣ ଅଛି ଆମେ କହିଲେ, ସେଇଟା ଲୋକମାନେ ଶୁଣିଲେ ଭାରି ଖୁସି ହେବେ। ଆଜ୍ଞା ଆଜ୍ଞା, ବହୁତ ଆନନ୍ଦ ଲାଗୁଛି, ବହୁତ ଆନନ୍ଦ, ମାନେ ବର୍ଣ୍ଣନା କରିହବନି। ହଉ ତମେ ସବୁ ଦେଖୁଥାଅ। ହଁ, ଆଉ ସନ୍ଦେହ ତ କମି କମି ଆସିଲାଣି, କାହିଁକି ନା ଆଉ ଏମିତିକା ମୁଁ ଅଜ୍ଞାନୀ, କିନ୍ତୁ ଆପଣଙ୍କର ସେଇ ଯୋଉ ୟୁଟ୍ୟୁବର ଯେଗୁଡା ଛାଡିଛନ୍ତି, ରାମଙ୍କ ବିଷୟରେ, କୃଷ୍ଣଙ୍କ ବିଷୟରେ, ଓଙ୍କାର ବିଷୟରେ, ଏବଂ ମାନେ ଭଗବତ ନା ଆମର ଆମର ଭାଗବତ ବିଷୟରେ, ଗୀତା ମାହାତ୍ମ୍ୟ ବିଷୟରେ, ଗାୟତ୍ରୀ ମନ୍ତ୍ର ବିଷୟରେ, ଆଉ ଅଦେବା ବିଷୟରେ ବହୁତ ସୁନ୍ଦର ସୁନ୍ଦର କଥା କହୁଛନ୍ତି। ଆପଣ ବାବା ବହୁତ ପାଠ ପଢିଛନ୍ତି, ନହେଲେ ଏମିତିକା ମାନେ ଟ୍ୟାଲେଣ୍ଟେଡ ମାନେ କଥା କେହି କହିପାରିବେନି। ବହୁତ ପାଠ ପଢୁଥିବେ ଆପଣ। ହଁ, ସେଇଭଳିଆ। ଆଉ ସେଇ ଭିତରେ ବି ଇଂଲିଶ ୱାର୍ଡ ବି ଭର୍ତ୍ତି କରିଦଉଛନ୍ତି, ବହୁତ ବୋମ୍ବାଷ୍ଟିକ ୱାର୍ଡ ବି ଭର୍ତ୍ତି ହେଇଯାଉଛି। ମୁଁ ଶୁଣୁଛି ଏଇ ମଝିରେ ମଝିରେ। ମୁଁ ଏଠି ଔଷଧ ଦୋକାନରେ କାମ କରୁଛି, ଏବେ ଟିକେ ଫାଙ୍କା ବସିକି ଶୁଣୁଥିଲି ଆପଣଙ୍କ ପ୍ରବଚନ। ଯାହା ଯାହା ସବୁ ଚ୍ୟାନେଲକୁ ଛାଡ଼ିଲେଣି, ମାନେ ଯେତେ ସବୁ ଗୋଟେ ପରେ ଗୋଟେ ଜାଣିବାକୁ ମିଳୁଛି, ବହୁତ ଉନ୍ନତ କୋଟିର କଥା। ହଁ ମାନେ ହଁ ଆପଣଙ୍କର ତ ବହୁତ ଏକ୍ସପିରିଏନ୍ସ, ଏତେ ଗଭୀର କଥା। ମୁଁ ଯେତେ ଗଭୀରକୁ ମୁଁ ଯାଉଛି ବୁଝିବାକୁ ଗଲେ, ମାନେ ଗୋଟେ ଗୋଟେ ନୂଆ ଜିନିଷ ତ ଆସିକି ପହଞ୍ଚି ଯାଉଛି। ହଁ ଶୁଣିବାକୁ ତ ଆନନ୍ଦ, କିନ୍ତୁ
ମାନେ ମନ ଭିତରେ ଗୋଟେ ଭୟ ଆସିଯାଏ ଯେ ଏଇରକମ ଜିନିଷ ଗୋଟେ ସବୁ ଥାଏ ସବୁ। ତେଣୁ ଆମର ସେଟା ଏକ୍ସପିରିଏନ୍ସ ନାହିଁ, ଆପଣଙ୍କର ସେଟା ଗୋଟେ ଏକ୍ସପିରିଏନ୍ସ ହେଇଯାଇଛି ବୋଲି ସେ କଥା ଗୁଡା ଶୁଣିଲା ବେଳକୁ ଅତି ଆନନ୍ଦ ଲାଗୁଛି, ବର୍ଣ୍ଣନା ଭାଷାରେ କହିହବନି। ମୁଁ ତ ଆପଣଙ୍କ ପାଖକୁ ମଝିରେ ମଝିରେ ଫୋନ କରୁଛି, ଉଦଳାରୁ ମୁଁ ଫୋନ କରୁଛି, ମୟୂରଭଞ୍ଜ ଉଦଳାରୁ ଫୋନ କରୁଛି। କେତେଥର କଲଣି? ହଁ, କେତେବେଳେ ସାକ୍ଷାତ ହବ ସେଟା ମାନେ ଦୟାନିଧି ବାବାଙ୍କ କୃପାରୁ ହବ। ମୁଁ କହିଥିଲି ଯେ କଣ ଗୋଟେ ପ୍ରାର୍ଥନା କରିବା ପାଇଁ ଗୋଟେ କୁହନ୍ତୁ, ଗୋଟେ ପ୍ରାର୍ଥନା ଦିଅନ୍ତୁ। ଆପଣ ଦେଇଥିଲେ ଓମ୍ କ୍ଲିଂ ଦୟାନିଧି ପରମହଂସାୟ ନମଃ, ମୁଁ କରୁଛି ସେଟା। ବାସ୍, ସେଇଟା ତ ମେନ୍ ଜିନିଷ। ସେଇଟାକୁ ଦୈନିକ ଜପ କରନ୍ତୁ। ଆଉ ଏଠିକି ଆସିଲେ ମୁଁ ତାର ପୁରା ଉପର ତର ହାଇ ପାୱାର ଜିନିଷ ସବୁ ଦେଇଦେବି ହେଲା। ଆଜ୍ଞା ଆଜ୍ଞା, ସେଟା ଦରକାର ନିହାତି। କାହିଁକି ଆମେ ଯାଉ ସଂସାର ଭିତରେ ରହିକି ବି ଗୋଟେ କଡ ସଂସାର କଥା ବୁଝି ଆଉ ଗୋଟେ କଡ ଆତ୍ମାର ଉନ୍ନତି କଥା ଚିନ୍ତା କରିବା। ବାସ୍ ବାସ୍, ବଢିଆ କଥା। ଗୋଟିଏ କଥା ହଉଛି ଯେ ଆମେ ଗୋଟେ ପଟରେ ସଂସାର କଥା ଚିନ୍ତା କଲେ ମଧ୍ୟ ଆଉ ଗୋଟେ ପଟରେ ଆମକୁ ନିଜ ସ୍ୱ ଆତ୍ମାର ମୁକ୍ତି କଥା ଆମେ ଚିନ୍ତା କରିବା। ଚିନ୍ତା କରିକି ଯିବା, କିଛି ନାହିଁ, ସେଇଟା ଭଲ କଥା। ଆମ ଶ୍ରୀ ଠାକୁର ଦୟାନିଧି ପରମ ଦେବ କହିଲେ ଗୃହ କର୍ମ ଶ୍ରେଷ୍ଠ କର୍ମ, ତାକୁ ଶେଷ କରି ମୋ ପାଖକୁ ଆସ। ସଂସାରୀ ମାନଙ୍କ ପାଇଁ ବଣ ଜଙ୍ଗଲ କିମ୍ବା ଗିରି ଗୁହାଳର ଆବଶ୍ୟକତା ନାହିଁ। ସଂସାରୀ ମାନେ ସେ ଘରେ ରହି ଗୃହ କର୍ମ କରି ଈଶ୍ୱର ଉପଲବ୍ଧି କରାଯାଇପାରେ, ବୁଝିଲେ ନା। ତେଣୁ ଆମେ କିଛି ଅସୁବିଧା ନାହିଁ, ସେଇଠି ରହି ପିଲା ଛୁଆ ଭଲ ମନ୍ଦ ସବୁ ଥିବେ, ସମସ୍ତଙ୍କ ମେଳରେ ଖେଳି ହସି ଖୁସି ଖେଳିକି ଏମିତି କାମ କରିବା ଯୋଉଥିରେ କି ସେମାନଙ୍କ ସାଙ୍ଗରେ ମିଶୁଥିବା, କିନ୍ତୁ ସେମାନଙ୍କର କୌଣସି କର୍ମ ଆମ ମନରେ ଛାପ ଯେମିତି ନ ରୁହେ। ପଦ୍ମ ପତ୍ରରେ ଜଳ ଯେମିତି ଥାଇକି ନ ଲାଗିଲା ପରି, ସେମିତି ଆମେ ତାଙ୍କ ସାଙ୍ଗରେ ଥାଇକି ମଧ୍ୟ ଆମେ ଜଳ ସଦୃଶ ଲାଗିବା ନାହିଁ। ମନ ନିର୍ଲିପ୍ତ ରହିବ। ସେ ଫର୍ମୁଲାଟା ଅଛି ଆମ ପାଖରେ, ବୁଝିଲେ ନା। ସେଇ କର୍ମ ମଲା ପର୍ଯ୍ୟନ୍ତ କରିବା, ସେ ଭାରି ଭଲ କଥା। ଯେତେବେଳେ ଯଦି ଆସିବ ଆମେ କଥା ହେବା ଏଠି। ଆଜ୍ଞା ଆଜ୍ଞା, ଆପଣ ବାବା ସବୁଦିନ ରହୁଛନ୍ତି ତ ଆପଣଙ୍କ ଆଶ୍ରମରେ? ମୁଁ ଆମ ଆଶ୍ରମ ଛାଡି କୁଆଡେ ଯାଇନା। ତାର କାରଣ କଣ, ମୁଁ କାହିଁକିନା ସବୁବେଳେ ବହି ଲେଖା ଲେଖି ଏଇ ଯୋଉ କଥା ଗୁଡା ସବୁ ଛାଡୁଛି, ତାର ବହୁତ ଉନ୍ନତ ଜିନିଷ ବର୍ତ୍ତମାନ ଲେଖା ଚାଲିଛି। ଆଜି ସକାଳୁ ଗାଧୁଆଳ ପର୍ଯ୍ୟନ୍ତ କରେଣ୍ଟ ପଳେଇଗଲା। ମୁଁ ବର୍ତ୍ତମାନ ଆଜି ଲେଖୁଥିଲି ଯେ ପ୍ରକୃତ ଆକାଶ ଯୋଉ ଜିନିଷ ତାର ଧର୍ମଟା କଣ, ଏଟାକୁ ଆମର ଦାର୍ଶନିକ ମାନେ କଣ କହୁଛନ୍ତି, ଭାଗବତ କଣ କହୁଛି ଏବଂ ବିଜ୍ଞାନ ସେ ଜିନିଷଟାକୁ କଣ କହୁଛି, ମୁଁ ତାକୁ ତୁଳନା କରି ଗୋଟେ ସୁନ୍ଦର ଜିନିଷ ମୁଁ ଆଜି ଆର୍ଟିକଲ ଲେଖିଛି। ତାକୁ ଟିପିବା ପାଇଁ ଯାଉଥିଲି, ଏବେ ମେଘ ପବନ ହେଇଗଲା, କରେଣ୍ଟ ପଳେଇଲା, ଦେଖିବା ତାକୁ କରୁଛି। ଏଣେ ୟୁଟ୍ୟୁବରେ ଛାଡୁଛି, ମୋ ଗୀତା ଭାଗବତ ପଢୁଛି। 24 ଘଣ୍ଟା ମୋର ଏଇ ଈଶ୍ୱର କାମରେ ମୋର ଦିନ ଯାଉଛି, କୁଆଡେ ଯାଇନା। ଏଇ କେମିତି କିଏ ଯଦି ଟିକେ କାଁ ଭାଙ୍ଗି କୋଉଠି କଣ ଡାକିଦେଲା, କି କାହା ଘରକୁ ଡାକିଦେଲା, କି ସ୍ନେହରେ ଡାକିଲା, ଚାଲିଗନି, ଅଲଗା କଥା। ତମେ ଯେତେବେଳେ ଆସିବ ପୂର୍ବ ଦିନ ଟିକେ ଫୋନ କରିକି କହିଦବ, ମୁଁ ହଁ କହିଦେବି, ପଳେଇ ଆସିବ, ବସିକି ଆମେ କଥାବାର୍ତ୍ତା ହବା। ଆଜ୍ଞା ଆଜ୍ଞା ଆଜ୍ଞା, ହଁ ମୁଁ ନିଶ୍ଚିତ ଯିବି। ମାନେ ମୋର ତ ମନ ଉଚ୍ଚାଟନ ହେଲାଣି, କିନ୍ତୁ ଟିକେ ଏଇ ସମସ୍ୟା ଟିକେ ଅଛି, ଟିକେ ସମାଧାନ କରିଦବା। ଆଉ ବେଳ କାଳ ଦେଖିକି ଅତି ନିକଟରେ ମତେ ଯିବା ପାଇଁ ପଡିବ। କାହିଁକି ନା ଶୁଣନ୍ତୁ, ଆପଣଙ୍କର କାଲି ଦେଖୁଥିଲେ ସେଇ ଆକାଶ ତତ୍ତ୍ୱ କଥା ଯୋଉ କହୁଥିଲେ, ସେ ବୈଜ୍ଞାନିକ କଣ କହୁଥିଲେ, ମାନେ ଆପଣ ସେଇଟାକୁ ବି ମାନେ ତାକୁ ରିସର୍ଚମେଣ୍ଟ କରିକି ଯୋଉମାନେ କହୁଛନ୍ତି କଥାଟାକୁ, ଏଇ ଜିନିଷ ଗୁଡା ସବୁ ହେଲା ତତ୍ତ୍ୱଜ୍ଞାନ କଥା। ଆମର ତତ୍ତ୍ୱଜ୍ଞାନ ହିସାବରେ ବିଜ୍ଞାନର ବି ସମ୍ବନ୍ଧ ରହିଛି ନିଶ୍ଚିତ ଭାବରେ। ତେଣୁ ସେଇଟାକୁ ଆପଣ ଯୋଉ ଜଜମେଣ୍ଟ କରିକି ଯୋଉ ଲେଖାଲେଖି କରୁଛନ୍ତି ବା କହୁଛନ୍ତି, ମାନେ ସୁନ୍ଦର ଶୈଳୀରେ ଶୁଣିବାକୁ ଭଲ ଲାଗୁଛି, ଏବଂ ସେଇ ଜ୍ଞାନଟାକୁ ପ୍ରାପ୍ତ କରିବା ପାଇଁ ବି ମାନେ ଆଶା ରହିଛି। ହଁ, ମନରେ ଗୋଟେ ଆଶା ବାନ୍ଧିଛି ଯେ ମୁଁ କେମିତିକା ମାନେ ଈଶ୍ୱରଙ୍କୁ ଜାଣିବି ବା ଅନୁଭବ କରିବି। ସେଇଟା ତ ଠିକ କଥା। ଆଜ୍ଞା, ସେଇଟା ଆମର ସମସ୍ତଙ୍କର ଜାଣିବା କର୍ତ୍ତବ୍ୟ। ଆଜ୍ଞା ଆଜ୍ଞା, ମୁଁ ମଝିରେ ମଝିରେ ଫୋନ କରିବି, ଆପଣ ବି ମତେ ଟିକେ ମନେ ରଖିଥିବେ। ସବୁ ମନେ ମୁଁ ତ ଆପଣଙ୍କୁ ମନେ ରଖିଛି। କଣ ନାଁ କଣ? ମୋ ନାଁ ଅଚ୍ୟୁତାନନ୍ଦ ଆଚାର୍ଯ୍ୟ। ଅଚ୍ୟୁତାନନ୍ଦ ଆଚାର୍ଯ୍ୟ, ବାସ୍। ଆଉ ଅଚ୍ୟୁତ ବୋଲିକି ଡାକିବି ଆଉ। ହଁ ହଁ, ଡାକିବି, ଆପଣଙ୍କର ଖୁସି। ମତେ ଯେତେବେଳେ ଫୋନ କରିବୁ ଖାଲି କହିବୁ ମୁଁ ବାବା ଅଚ୍ୟୁତ କହୁଛି, ମୋର ମନେ ପଡେ। ଆଜ୍ଞା ଆଜ୍ଞା, କାହିଁକି ନା ମୁଁ ଏ ଯୋଉ ମୋବାଇଲଟା ଛୋଟ ମୋବାଇଲଟେ, ଏଥିରେ ସବୁ ସମସ୍ତଙ୍କ ନାଁ ଫିଡିଂ କରି ସେଭ୍ କଲା ବେଳକୁ ପୁରା ହ୍ୟାଙ୍ଗ ହେଇଯାଉଛି। ତେଣୁ ରଖି ହଉନି। ମତେ ଖାଲି ମଝିରେ ମଝିରେ କହିଦେଇକି ତାପରେ କଥା ହବା ଆଉ। ହଉ ଠିକ ଅଛି, ମୁଁ ରଖୁଛି। କେବେ ଭଗବାନ କରିବେ ଆପଣ ଆମ ଘରକୁ ଆସିବେ। ହଁ ହଁ।